ଆପଣ ଯୋଉ କହିନାହାନ୍ତି କି ଇଡା ନାଡିରେ ଯଦି ପବନ ଯିବା ଆସିବା ସମୟରେ ଯଦି ନାମ ସ୍ମରଣ ହଉଛି ବିଷୟକୁ ଗତି କରିବ, ନିମ୍ନମୁଖୀ ହବ। ଏ ଯଦି ପିଙ୍ଗଳ ନାଡିରେ ଯିବା ଆସିବା କଲା ବେଳେ ଯଦି ନାମ ସ୍ମରଣ ହଉଛି ଊର୍ଧ୍ୱମୁଖୀ ହବ। ବ୍ରହ୍ମଯାନ ଯୋଉ ଅଛି ଆମର ଦେବଯାନ ହଁ ଏମିତିରେ ସେଇଟା ମତେ ଟିକେ ଶିଖେଇବେ। ମୁଁ ଖାତାରେ ଲେଖିକି ନେବି, ରଖିବି। ନାସାଗ୍ର କଣ, ଆଖି ସହିତ ମନର କଣ ସମ୍ପର୍କ ସବୁ କହିଦେବି। ହଁ ମତେ ମୁଁ ମନେ ମନେ ଭାବୁଛି ସବୁ ଖାତାରେ ଲେଖିବି, ହଁ ଲେଖିବି ବୋଲି ସମୟ ବିତିଯିବ। ମୁଁ ବାବାଙ୍କ ପାଖକୁ ଯଦି ଯିବି ମୋର କିଛି ମନେ ପଡିବନି ପରା, ମୁଁ ଖାଲି ଆବା କାବା ହେଇ ରହିଯିବି ପରା। ନା ମା କିଛି ରହିବୁନୁ, ତୁ ଏଠି ଆସି ପହଞ୍ଚିଲା ପରେ ସବୁ କ୍ଲିୟର ହେଇଯିବ। ନାଇଁ ତଥାପି ଯେମିତି ଗୋଟେ ପିଲାକୁ ହାତ ଖଡି ନ ଧରିକି ଅ ଆ ନ ଶିଖେଇଲେ ସେ ଶିଖି ପାରୁନି। ହଁ ପ୍ରାକ୍ଟିକାଲ ଟା ନ ଦେଖିଲେ ଶିଖି ପାରିବନି। ସେମିତି ହେଲେ ତ ଆପଣ ଆମକୁ କହିଦେଇଥାନ୍ତେ, ନାଇଁ ମା ତୁ ଏମିତି ବସେ ସେମିତି ବସେ ସେମିତି କରେ। ନା ହବନି ସେମିତି, ପୁରା ନିଜେ ଏଠି ପ୍ରାକ୍ଟିକାଲ ଦେଖେଇଦେଲେ ମୁଁ ନିଜେ କରିବି, ତମେ ଦେଖିବ, ତମେ ଯାଇକି ଜାଣିବ। ହଁ ଆହୁରି ମୋର କଣ ଧ୍ୟାନ କଲେ ହଉଛି, ଯଦି ତ୍ରିକୁଟକୁ ଲୟ ନେଇଯିବି ବେକର ପଛପଟ ବିନ୍ଧୁଛି। ସେଟା ଆପଣ ଜାଣିଦେଲେ ଆଉ। ନା ସେ କଥା ଗୁଡାକ ତାର ଅଛି, ତ ଦୋଷ କୋଉଠି ରହୁଛି ମୁଁ ଜାଣିପାରିଛି। ଚିନ୍ତା କରନା, ସେ ସବୁ ଗୁଡା ସବୁ ସଂଶୋଧନ କରିଦେବି। ଆଉ ଯଦି ଆଉ ଟିକେ ହଁ ବିନ୍ଧୁଲେ ବିନ୍ଧୁ ବୋଲି ମନଟା ସେପଟେ ରହିକି ଯିବ, ତାଳୁକା ରନ୍ଧ୍ର ନାଇଁ ତା ଚାରିପଟେ ଝିକିଲା ଭଳିଆ ଟାଣିଲା ଭଳିଆ ଏମିତି ଅନୁଭବ ହଉଛି। ସେ ତାର ସେ ପବନ ଚାଳନର ବ୍ୟତିକ୍ରମ ହଉଛି। ସେ ଗୋଟିଏ ଫର୍ମୁଲା ଅଛି, ମୁଁ କହିଦେମି, ସେ ସବୁ ଠିକ ହେଇଯିବ। ସେଇଥିପାଇଁ ଆମର ଆଚାର୍ଯ୍ୟ ଶିଖେଇଛନ୍ତି ଯେ ତ୍ରିକୁଟକୁ ଦିପଟ ଡୋଳା ଖୋସି ଦବ, ଖୋସିଲେ ମନ ଆୟତ୍ତ ହେଇକି ରହିବ। ଆଉ ଆପଣ ଯୋଉ ଇଳା ପିଙ୍ଗଳା ନାଡି ସମାସନରେ ସେ ପାଦର ଗୋଇଠି ଯଦି ଚାପ ପଡିବ, ସେ ବଳେ ଆୟତ୍ତ ହବ। ସମାସନରେ ତ ହବନି ଚାପ ହବ ଯାଇ ସିଦ୍ଧାସନରେ। ଆଚ୍ଛା ହଉ, ଆପଣଙ୍କ ପାଖକୁ ଗଲେ ମତେ ଶିଖେଇବେ। ସିଦ୍ଧାସନ ପ୍ରଥମେ ଭାগে ପିଙ୍ଗଳା। ଗୋଟେ କଥା ମା ଶୁଣ, ସେ ତ ସବୁ ଆସନ, ଏତେ ଆସନ ଆମେ କଣ ଶିଖିବା ଦରକାର? କରିପାରିବା ଦରକାର ନାହିଁ। ଆମର ଦରକାର କେମିତି ମନ ଆୟତ ହବ। ଫାଷ୍ଟ ଷ୍ଟେଜରେ ମନ ଆୟତ ହେଲେ କୋଉ ଆସନ କଣ ହବ ସେଗୁଡା ସବୁ ବଳେ ହେଇଯିବ। ପ୍ରଥମ କ୍ଲାସରୁ ଆମେ ଉଠିକା ଯିବା ନା। ତେଣୁ ଆମେ ସାଧନା କରିବା, ଆମର ଜାଗରଣ କରିବା, ଏଗୁଡା ସବୁ ମନରେ ଛାଡ। ସମର୍ପଣ କରିକି ପ୍ରଭୁଙ୍କ ପାଖରେ ସବୁକୁ ସମର୍ପଣ କରିଦିଅ, ବୁଝିଲ କି? ସେ ତାଙ୍କ ଆଶୀର୍ବାଦରୁ ସବୁ ହେଇଯିବ। କଣ ବୁଝିଲ ନା? ଏଇ ସବୁ ଏତେ କଥା ନୁହେଁ, କେବଳ ମନକୁ କେମିତି ସ୍ଥିର କରିବ ସେ ଆଚାର୍ଯ୍ୟଙ୍କୁ ପଚାର। ମନକୁ ସ୍ଥିର କରିବା ପାଇଁ ବାଟ କଣ? ଆସନ ଫାସନ ଏସବୁ ଶରୀରଗତ କଥା, ହେଲା କି? ତେଣୁ ମନ ଆଉ ପବନ, ମନ ପବନକୁ ଏକ କରିପାରିଲେ ତମର ସବୁ ହେଇଯିବ। ସେ ଆମକୁ ଶିଖେଇଛନ୍ତି କି ତ୍ରିକୁଟକୁ ନେଇକି ଡୋଳାକୁ ଖୋସିବ। ଏପଟେ ପାଦର ଯୋଉ ଗୋଇଠି, ଦିଟା ଯାକ ଗୋଇଠି ଦୁଇ ଜଙ୍ଘ ସନ୍ଧିରେ ଲାଗିକି ରହିଲେ ସେ ଯୋଉ ଇଳା ପିଙ୍ଗଳା ନାଡି ଆସିଛି ସେଥିରେ ଯଦି ଚାପ ପଡିବ, ଚାପ ପଡିଲେ ମନ ଆୟତ୍ତ ହବ। ଏପଟେ ଆଖିକି ମଧ୍ୟ ତ୍ରିକୁଟକୁ ଖୋସିବ, ଡୋଳାକୁ ନେଇକି ସେଠି ଲଗେଇବ। ସେ ବାରମ୍ବାର ଖସି ଯାଉଥିବ, ବାରମ୍ବାର ନଉଥିବ, ବାରମ୍ବାର ଖସୁଥିବ, ବାରମ୍ବାର ନଉଥିବ। ଏମିତି କଲେ ମନ ଆୟତ୍ତ ହେଇକି ତ୍ରିକୁଟକୁ ଲୟ ଯିବ ବୋଲି ଆଜ୍ଞା ଚକ୍ରଭୁଜ ତାଙ୍କ ବାଟରେ କହିଛନ୍ତି। ଆମର ତ ସବୁ ସେ ସବୁ ବାଟ ନୁହଁ। ହଉ କିଛି କଥା ନାହିଁ। ଆମର ବାଟ ତା ନୁହେଁ, ଆମର ବାଟ ହଉଛି ଅଲଗା, ବୁଝିଲ ନା? ଆମର ବାଟ ଅଲଗା ଅଛି। ଆମର ଅଲଗା ବାଟରେ ତାକୁ କଲେ ମନ ବଳେ, ନାମ ଭଜନ ନାଶାସ୍ଥିତ ପବନ ବଳେଟି ସଖିତ। ସେ ସବୁ ଫର୍ମୁଲା ଆମର ଅଲଗା ଅଛି। ତାପରେ ଆଉ ଗୋଟେ କଥା, ସେ ଯୋଉ ମନ୍ତ୍ର ଦେଇଛନ୍ତି, ସେ ମନ୍ତ୍ର ଯଦି ମନକୁ ଆୟତ କରିବା ପାଇଁ ତାର ଶକ୍ତି ଥାଏ, ସେ ଟାଣି ଆଣିକି କରିବ। ଏସବୁ କଥା ଯେ ଗୁରୁ ଯାହା କହିଛନ୍ତି ସେଇ ବାଟରେ ଯଦି ହେଇପାରୁଛି ଭଲ, ଯଦି ନ ହେଇପାରୁଛି ତାହେଲେ ତାକୁ ଅନ୍ୟ ବାଟ ନେବାକୁ ପଡିବ। ନେବାକୁ ପଡିବ। ଆଉ ଆମର ତ କଣ ଲକ୍ଷ୍ୟ, ଆମର ଆପଣ ତ ମୋଠୁ ମୋର ଗୁରୁକୁ ମୁଁ ଆପଣଙ୍କୁ ବି ମାନି ସାରିଛି। ଆଉ ଆମର କଣ, ଆମର ଜୀବାତ୍ମା ସହିତ ପରମାତ୍ମାଙ୍କର ମିଳନ। ବାସ୍ ପଦ କଥା ମା କହିଲେ ମନକୁ ପାଇଲା। ସେଇଟା ହଉଛି ଆମର ମେନ୍ ଲକ୍ଷ୍ୟ।
ये तल कथा गुड़ाक आम एत लक्ष्य नुहे तापर आजिकल खाद्यपेय ठीक नहीं आजिकल माने परिवेश भी ठीक नहीं सब आम जोग आसन करिपरिबा से हो परिबो नहीं तापर विशेष तो तुम हेलो संसारी लोक कौन बुझिपारछ ना तेणु ये जो कथा गुड़िक सब करने से सन्यासी किंबा तुम ब्रह्मचारी किंबा एकांत सब गुड़ाक छाड़ी एक रहीकि बाटर काम कले जाइए हम कि तुम तो संसार लोक एत कथा कर ना तेणु तेणु तुम एत बाट को मुंड न बड़े कि सहज बाटर केमती आत्मा सहित परमात्मा मिलन हम से मानसिक साधना कर से अति सरल है कि मानसिक साधना जदि पारुच आचार्य को पचार चतुर्थ प्राणायाम कौन जदि से कहीदेवे चतुर्थ प्राणायाम ही संसार लोक करें ନାଇଁ ଆପଣ ତ କହିଥିଲେ ମୁଁ ଯୋଉ ଫାଷ୍ଟ ଫୋନ କରିଥିଲି କେବଳି ପ୍ରାଣାୟାମ ମୁଁ ଯୋଉ କହିଲି ଯେମିତି ଆପଣଙ୍କୁ ସେଇଟାକୁ ଆମର ପ୍ରାଣାୟାମ କହନ୍ତି ହଁ ଆପଣ କହିଥିଲେ ଆଉ ଆମର ଯୋଉ 4 ସେକେଣ୍ଡ ଆମର ପବନ ସାଧାରଣ ଭାବରେ ଯିବା ଆସିବା କରେ ସେ ମତେ ଆମକୁ ଶିକ୍ଷା ଦେଇଥିଲେ ଯେ ତମେ ନିଜେ ପବନ ଆପେ ଚାଲୁଛି ତୁମେ ଚଲେଇବ ସେଟା କେମିତି ଚଲେଇବ 4 ସେକେଣ୍ଡ ରୁ 5 ସେକେଣ୍ଡ କରିବ ଆସ୍ତେ ଆସ୍ତେ 5 सेकेंड रु 6 सेकेंड करिवो ठीक हाँ सेटा तुम्हें चलेबो एमिति ही जो माने आपण जेमति कहले सन्यासी आउ जो माने साधक से माने एमिति ही कहचंती जे से माने 12 सेकेंड पर्यंत पहुंच जाउचंती 12 सेकेंड पहुंचला समाधि ही जीवो से एमिति हम शिक्षा देछन आपण तो कहबा बळे हम संसारी आमे एते बाट न जाई पारू किंतु आमर कौन ना हेबो कि नहीं प्रभु को इच्छा ए शरीर मिली माने हमें भावुँ ज्योति दर्शन करू गोटे इच्छा अच्छी कौन हम प्रभुंकर आमर साधना उपर निर्भर प्रभुंकर कृपा उपर निर्भर सुषुम्ना नाड़ी खोलीगले सब दर्शन फर्शन सब हो हाँ 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 से सुषुम्ना नाड़ी खोलिया को पड़ी कथा आउ अनाहत ध्वनि ठाकुर भी आमर जो बाणी लिखिंट से भी कहते आपन कहवा बेले सब शब्द भी शुभिब आपन जो कहले कान को चाप देदेले से किणी 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 साउंड हम बोली अनाहत ध्वनिटा सेमती ठाकुर भी लिखिंट सब 12टा स्वर शुभिब तुम मान शब्द प्रथम जाना पेछणी गजन द्वितीय घंटा नद सुन तृतीय शब्द डाक पारावत पाए चतुर्थ बिना स्वर हुए जना 5 धन्य नाद प्राय इत्यादि इत्यादि सब हाँ हाँ से सब कौन कौन 12टा भी नाद शब्द लिखि मन ना मयूर बोबैला भाया साउंड हम केतल घंटा घंटी आपन जेमती कहले बंसी एमती सब शब्द शुभिब एते बाट तो आमे जाइनु अनुभव भी करिनु देखा जाऊ आपनकर केबे कृपा हबो आमे केबे जीवु हो प्रभुंकर आशीर्वाद हेले जहा हबो दूर हो जाउची चेष्टा चलेबी चेष्टा कले सब किछ हबो समय भी लागिवो हाँ हाँ समय लागिवो